ईश्वर निर्देश जहाँ आसूची बर्तमान से कथा ग्रहण करने लोक प्रस्तुत नुहति किंतु शून्यवाणी आसूची ठाकुरंकर गीता नहीं पढ़ बुझु न बुझु पढ़ गीता रुचु न रुचु खाओ पिता तेबे तो हो जगत जीता जगत जीता केमिति हब ना शरीर दुर्बल हबनी कि रोग हबनी कि अल्पायु हबनी कि दरिद्र हबनी ये भगवान कहते कथाटा मानिले हब मनीष कौन पाई अल्प आयुष होची एवं दुर्बल होची रोगी होची विभिन्न प्रकार दरिद्र परस्पर भितर अशांति आसूची शांति आसवाई भगवान कहते भगवान शून्यवाणी कहते सत्संग करतु साधु सन संग माने जो माने यही इच्छाकृत सज्जन व्यक्ति भगवान कहते सज्जन व्यक्ति के एकत्रीकरण कर तेणु सज्जन व्यक्ति एकत्रीकरण हेले सबु समस्या समाधान हम आमे जहाँ कहूँ करने सक्षम होचु पहाड़ उपर पकई आम सेमती अनुभव करचु किछि बाट आसुचु सीढ़ी रे एवं सीढ़ी रे आसिला परे अनुभव करचु गोड़ लगी एवं चतुर्थ सीढ़ी पर तृतीय चतुर्थ भितर सीढ़ी पड़ जाए पड़गला केतले जानी होनी क्षत विक्षत किसी आनी है पड़ला बेले जानी है चेतना रही जापर चेतना नहीं तापर गाड़ी बुलूची आम जापारू ये ईश्वर कृपा जमी आपण मैंने संतान नवाई चाह दूरदृष्टि रखुंट भगवान सेमती सृष्टि करमको किंतु आम ध्यान धारणा करेले आमर सब भ्रमात्मक एवं दुर्बलता सबू किसी दूर हो पार ईश्वर निर्देश आसी बर्तमान ये कलिजुगे ये गीता बुझ न बुझ एवं पढ़ले मो कथा मानिले एवं ईश्वर को कथा मानिले आमर समस्त दुर्बलता दूर हो जाए मालिका आम निर्दिष्ट भाव तार सत्यता अनुभव करूँ मालिका आम पाखे नहीं तेणु शुणीचु से मालिकार कार्यक्रम आमर बहुत घटना अच्छी बोली आम जशवंत पाखे जगतसिंहपुर जशवंत पाखे बसी हठात जड़े बाबा पहुँचले से कहले आपणकर कौटू आसली मत आज्ञा है मुझे दर्शन करने को आसी कौन कहले ना 4टा बेले तू देखापी चिन्हपी कहूलु पूरा जार मोर सखा पाखे डाण पटे बसी देखू तेणु से देखा भितर जदि उचित 4टा भितर न जीवु ताले लोक आसिले 4टा पर हेले ताकू कहीं चिन्हबेनी पागल बोलुवे किंतु बर्तमान ये 4टा पूर्व गले ताले समस्ते घटना देखिबो चिन्हबो एवं से खाली केवल यही कथाटा कहले आमर परिचय कहले पछरे गले मत देखा कथा हम क्षेत्र से क्षेत्र में परिचयटा स्थानर परिचय देले एवं संकेत जना गला
ଏବଂ ଆମର ଜନ୍ମସ୍ଥାନ କ୍ଷତ୍ରିୟ ବୋଲି କହିଥିଲେ। ଆଉ ତା'ର ପରିଚୟ ବିଶେଷ କିଛି ଜାଣିନୁ, ତା'ର ପ୍ରମାଣ ହେଇନି। ସେଇ ଭଗବାନ କିଏ ସାଧୁ ଜଣେ ଆସିଥିଲେ, ତାଙ୍କର ନିର୍ଦ୍ଦେଶ ହେଇଥିଲା, ଏ ଘଟଣା ହେଇଥିଲା। କଳ୍କି ଅବତାର ପ୍ରକୃତରେ କ'ଣ? କଳିକି ଅବତାର ଯେତେବେଳେ ଅଧର୍ମ ବଢ଼ିଯାଏ, ଆପଣ ଯେମିତି ଅତି ଅସହାୟ ହେଲା ପରେ ବିରକ୍ତ ହେଉଛନ୍ତି, ପିଲା ଉପରେ ବାଡ଼ଉଛନ୍ତି କି ଦଣ୍ଡ ଦେଉଛନ୍ତି, ସେଇଭଳି ଭଗବାନ ସୃଷ୍ଟି ତିଆରି କରିଛନ୍ତି। ତେଣୁ ସୃଷ୍ଟିର ବିନାଶ କଲେ, ବ୍ୟତିକ୍ରମ କଲେ ଆମର ତା ଶକ୍ତି ନିଜେ ଆବିର୍ଭାବ ହେଇକି ତାହେଲେ ନଷ୍ଟ କରିବାକୁ ସାଧୁମାନଙ୍କୁ ରକ୍ଷା କରିବେ। ନା ଉଚିତ ଜିନିଷ ନଷ୍ଟ ହେଲେ ଯେମିତି ଆପଣଙ୍କର ଦୁଃଖ ପ୍ରକାଶ ହୁଏ, ସେଇ ଉଚିତ ଜିନିଷ ନଷ୍ଟ ନ ହେବା ପାଇଁ ପିଲାକୁ ବିରକ୍ତ ହେଉଛନ୍ତି। ସେମିତି ପିଲାକୁ ଆଜିକାଲି ସତର୍କ ବାଣୀ ଆମକୁ କହୁଛନ୍ତି, ଏଇଭଳି କଲେ ଉଦ୍ଧାର ହେଇପାରିବ। ତୁମର ନଷ୍ଟ ନହେଲେ ଶରୀର ଜୀବାତ୍ମା ଯେଉଁ ମାନବ ଶରୀର ଧାରଣ କରିଛି, ସେ ମାନବ ଶରୀର ମିଳିବନି। ଅନ୍ୟାନ୍ୟ ଜନ୍ମ ପଶୁ ପକ୍ଷୀ କୀଟପତଙ୍ଗ ହେବ ବୋଲି କହୁଛନ୍ତି। ଏବଂ ଆମର ଗୀତା ପ୍ରେସ ତରଫରୁ ସେଇ ଶାସ୍ତ୍ର ଅଡ଼ିଓ କରାହେଇଛି। ସମ୍ପୂର୍ଣ୍ଣ ଗୀତା 1400 ପୃଷ୍ଠା ବଡ଼ ଗୀତା ଧର ଶାସ୍ତ୍ର, ଏଇଟା 1.5 ଘଣ୍ଟାରୁ 2 ଘଣ୍ଟା ଭିତରେ ସରିଯିବ ବୋଲି ଆଶା କରୁଛି। 18 ଅଧ୍ୟାୟର ଗୀତା ସଂକ୍ଷିପ୍ତ ବିବରଣୀ ଅଛି ଏବଂ ବ୍ୟବସ୍ଥା କରାହେଇଛି। ଆଉ ସାଧୁ ମାନଙ୍କର ସେଇ ଯେଉଁ ସନ୍ଥ ଯେଉଁ ଭକ୍ତମାନଙ୍କର ସଂଗଠନ ଗୋଟାଏ ଯେଉଁ ଭକ୍ତମାନଙ୍କର ଗୋଟେ ସମିଷ୍ଟିକରଣ କରାହେଇଛି। ଗୋଟେ ବହି ଏବଂ ଚରିତ୍ରାମୃତ, ତାଙ୍କ ଚରିତ୍ରାମୃତ ଗୋଟେ ବାହାରିଛି। ଆମର ପଢ଼ିନୁ, ତଥାପି ଜଣାପଡ଼ୁଛି ଯେ ଭକ୍ତ ଆମେ ବହି ବହୁତ ବହି ଗୀତା ପଢ଼ୁଛୁ, କିନ୍ତୁ ତତ୍ତ୍ୱ ଅନୁଭବ କେହି କରୁନାହାନ୍ତି, ତାକୁ କର୍ମରେ ଆଚରଣ କରୁନାହାନ୍ତି। ତେଣୁ ସେଥିଯୋଗୁଁ ଆମର ଉଚିତ ଜିନିଷ ହେଇପାରୁନି। ଆମକୁ ଯେତିକି କହୁଛନ୍ତି ଗୀତାରେ କହୁଛନ୍ତି, ମାନେ ଗାଈ ଘିଅ ବ୍ୟତୀତ ଅନ୍ୟ ଘିଅରେ ଯେ କାର୍ଯ୍ୟ କରେ କର୍ତ୍ତାର କ୍ଷତିକାରକ ହୋଇଥାଏ। କିନ୍ତୁ ଆମେ ବାରମ୍ବାର ସେଇ କଥାଟା କହୁଛୁ, ଆମର ମଙ୍ଗଳ ହେବ କେମିତି? ଯେଉଁ ବାୟୁମଣ୍ଡଳ ଶୁଦ୍ଧ ହେଲେ ଦେବତାମାନେ ସନ୍ତୁଷ୍ଟ ହେବେ, ଜଗତର କଲ୍ୟାଣ ହେବ। ତା'ର ଅଶାନ୍ତି ହେଲେ ହେବ, ଅଶାନ୍ତି ହେଲେ ଯେଉଁ ବିନାଶ ଜୀବାତ୍ମାର ମଙ୍ଗଳ ହେବ କେମିତି ହେବ? ତେଣୁ ସବୁ ସେଇ ଅଶାନ୍ତିର କାରଣ ହେଉଛି ଦୁଷ୍କୃତ। ଦୁଷ୍କର୍ମ କଲେ ଏଇ ଅପୂଜ୍ୟ ଯତ୍ର ପୂଜ୍ୟନ୍ତେ ପୂଜ୍ୟାନାଚ ବ୍ୟତିକ୍ରମ ତ୍ରୀଣି ତତ୍ର ପ୍ରବର୍ତ୍ତନ୍ତେ ଦୁର୍ଭିକ୍ଷ ମରଣ ଭୟମ୍। ପୂଜ୍ୟ ପୂଜାର ବ୍ୟତିକ୍ରମ ତଥା ଅପୂଜ୍ୟର ପୂଜା ହେଲେ ସଂସାରକୁ ଦୁର୍ଭିକ୍ଷ, ଅକାଳ ମୃତ୍ୟୁ, ଅକାରଣ ଭୟ ଆଦି ଅନେକ ବିପଦ ମାଡ଼ି ଆସିବ। ତେଣୁ ଭଗବାନ କହୁଛନ୍ତି ଏଇ କଥାଟା ସମାଲୋଚନା କର। ଯିଏ ଉଦ୍ଧାର ଯିଏ କରିବ, ତା'ର ଭୂମିକମ୍ପ ପ୍ରଳୟ କିଛି କ୍ଷତି କରିବନି। ଯଦି କରିଯାଏ ତାହେଲେ ମଣିଷ ଜନ୍ମ ମିଳିବ। ମଣିଷ ଶରୀରଟା 84 ଲକ୍ଷ ଜନ୍ମ ପରେ ମଣିଷ ଶରୀର ଯେଉଁ ମିଳିଛି ସେଇଟା ନଷ୍ଟ ହେବନି। କିନ୍ତୁ ଯଦି ଉଚିତ କର୍ମ ନ କରିବ ତାହେଲେ ମଣିଷ ଶରୀର ବ୍ୟତିକ୍ରମ ଆଉ ଅନ୍ୟାନ୍ୟ ଶରୀରକୁ ପଶୁପକ୍ଷୀ କୀଟପତଙ୍ଗ ହେବ। କଳିଯୁଗ ସେଇ
ଦୁଷ୍କୃତ ଅସତ କର୍ମ କଲେ ସତ କର୍ମର ଶାସ୍ତି ଅନୁଭବ କରି ହେଉନି। ଯେ ବି କହୁଛନ୍ତି ଭଗବାନ କହୁଛନ୍ତି ଚୋରି କଲେ ଯେମିତି ଆପଣ ଆମ୍ବ ପ୍ରତ୍ୟେକ ଜିନିଷ ଯେଉଁ ଲୋଭ ଅତ୍ୟନ୍ତ ଶିକ୍ଷା ହେଲାଣି, ସଂସ୍କାର କୁସଂସ୍କାର ହେଲା, ସତ୍ୟ ସଂଗଠନ ହେଲାଣି। ତେଣୁ ସେ ଯୋଗୁଁ ଆମର କଳି ଦୁଷ୍କୃତ ବଢ଼ି ଯାଉଛି। ଦୁଷ୍କୃତ ବଢ଼ିଗଲେ ଆମର ସବୁ ବ୍ୟତିକ୍ରମ ହେଇଯାଉଛି। ଲୋକ ଜାଣିପାରୁନାହାନ୍ତି। ଆମର ଆତ୍ମବିଶ୍ୱାସ ଆସୁଛି। ଯେଉଁ ପିଲାମାନଙ୍କୁ ଯାହା ଆଲୋଚନା ହେଉଛି ତାଙ୍କର ଯଦି ଉଚିତ କର୍ମ କରାଯାଏ, ଯେ ପରୀକ୍ଷା ପଢ଼ିଲେ ପରୀକ୍ଷାରେ କୃତିତ୍ୱ ଲାଭ କଲେ ତାଙ୍କର ପ୍ରାୟ ପୁରସ୍କାର ମିଳୁଛି। ସେହିଭଳି ସତସଙ୍ଗର ଯେଉଁ ଉପାଦେୟ ଅନୁଭବ କଲେ ଆମର ସେଇଭଳି ଜଣାପଡ଼ୁଛି। ତେଣୁ ପିଲାମାନେ ଖୁସି ହେଇକି ଅତ୍ୟନ୍ତ ଭଲ କାମ ସଦବୁଦ୍ଧି କରିପାରିବେ। ତେଣୁ ଯଦି ଭଗବାନ ବୁଝଉଛନ୍ତି ତେଣୁ ଉଚିତ ଭାବରେ ପିଲାମାନେ ଶୁଣୁଛନ୍ତି ଏବଂ ପିଲାମାନଙ୍କର ଦୋଷ ନାହିଁ। ଆମର ଖାଦ୍ୟ ଚରିତ୍ର ନେଇକି ବିଭିନ୍ନ କୁସଙ୍ଗ ଦୁଷ୍ଟ ସଙ୍ଗ ବ୍ୟତୀତ ଆଉ ଦୁଷ୍କର୍ମ ବ୍ୟତୀତ ଆଉ ସେଇ ଯୋଗୁଁ ଆମେ ସତ୍ସଙ୍ଗ କରିବାକୁ ଚାହୁଁନୁ। ଏ ସତ କହି କଚେ ପଲେ ମରିବ, ସତ କହିବାକୁ କିଏ ଡରିବ। କିନ୍ତୁ ଭଗବାନ କହୁଛନ୍ତି ସତ କହିକି ମଲେ ଯଦି ମରିଯାଅ ତାହେଲେ ସତ୍ୟରେ ସ୍ଥାନ, ସତ ଘରେ ସଜ୍ଜନ ଘରେ ଜନ୍ମ ହେବ ଏବଂ ଭକ୍ତ ଘରେ ଜନ୍ମ ହେବ, ଯୋଗ୍ୟ ଘରେ ଜନ୍ମ ହେବ, ରାଜା ଘରେ ଧନୀ ଘରେ ଜନ୍ମ ହେବ, ଦୀର୍ଘାୟୁ ହେବ ଏବଂ ବହୁତ କିଛି କହିଛନ୍ତି। ତୁମର ଶାନ୍ତି ଆସିବ ଏବଂ ସଦଜ୍ଞାନ ସଦବୁଦ୍ଧି ଆସିବ। ଆମର ଅନୁଭବ କରୁଛୁ ଏବଂ ସେ ଅନୁଭବ ଯାହା କହୁଛନ୍ତି ସେଇଟା ସମ୍ପୂର୍ଣ୍ଣ ସତ୍ୟ।